ଆଲୋ ବୋଉଲୋ ଓହୋ ସେତି ବେଳୁ କେବଳ ଭାଉଜଙ୍କର ଚର୍ଚ୍ଚା। ବୋଉ ଗୋଟା ଗୋଟା କରି ମାଜିବି ଏ ବାବୁଲି ଝିଅ କୋଉଠି ଭାଗ୍ୟରେ ଥିଲା। ସାବିତ୍ରୀ ଗୁରୁବାର ବୋଉଟା କଣ କରୁଛି ଦୁଆର ଓଳଉନି। ବାପ କହିଥିଲା 5 ଲକ୍ଷ ଟଙ୍କା ଦବ। ଆର ସାବିତ୍ରୀ କି ଏ ସାବିତ୍ରୀ ବର୍ଷେ ହେଇଗଲା ଜମା ଦବା କଥା ଧରୁନି। ଆଜି ନାମା ପଟାଇ ଦେବି। ବୁଢାକୁ ଦେଖେଇ ପଡିଗଲେ ସମସ୍ତେ ବୋହୂକୁ ମିଶି ପାନେ ଦେଇଦେବୁ ଆଉ। ଆଲୋ କୁଆଡେ ଗଲା ସେ? ଏଇ ସୁଯୋଗରେ ଯାଉଛି ପଡିଯିବି। ଆଲୋ ବୋଉଲୋ ମରିଗଲା। ଆସିଗଲା। ଆଲୋ ବୋଉଲୋ ମଣ୍ଟାଲୋ। ଆଲୋ ବୋଉଲୋ ମରିଗଲି। ଗୁରୁବାରେ ସାବିତ୍ରୀ ଗୁରୁବାରେ ଦୁଆରଟା ଓଳେଇଲୁନି। ମୁଁ ଏ ବସରେ ଓଳେଇକି ବୋଉଲୋ ମୋଟାଲୋ ତୁ ମତେ ଛୁନା। କାଲି ସାବିତ୍ରୀ ତୁ 5 ଲକ୍ଷ ଟଙ୍କା ଦେଲାନି। ଏ ବୁଢା ଦେଖ ନାହାନ୍ତି। ଏ ବୁଢା ମତେ ଧର ନା ତୁ ନା ମୋ ବୁଢା ନବ। ଆଲୋ ବାବୁଲି ଝିଅ ଯା ସାଡେ ତୁ ଯା। ମୋ ବୁଢା ମତେ ଛୁଁ। ମୋ ବୁଢା ଆଇଲେ ମତେ କି ନବ। ଆଜି ଗୁରୁବାରଟା ସାବିତ୍ରୀ କାଲି ରାତି ପାଇଲେ ଗୋବର ଦେଇ ଟିକେ ଓଳେଇଛି। କେତେ କୁଳ ବାସନ ରଖିଛନ୍ତି କୋଉଦିନ ଠାରୁ। ହେଇଲୋ କାଲି ଗୁରୁବାରଟା। ବୋଉ କଣ ହେଲା? ଆଲୋ ସାବିତ୍ରୀ କାଲି ଗୁରୁବାର କଳା ବାସନ ଗୋଟେଇକି ଆଣିକରି ମାଜି ପାଇଲୁନି। ଗୋଟା ଗୋଟା କରି ମାଜିବି। ଆଲୋ ହେଇ ଗଛରୁ ନଡିଆ କେତେ ଗଣ୍ଡା ପଇଲା ଗଣିଛୁ ନା ନାଇଁ ବା? ସବୁ ଯାକ ଅଖାରେ ପୁରା। ଆଲୋ ହେଇ ସେ ବଡ ଆର କଣ ଥଉନୁ ଆଗ ନଡିଆରେ କଣ ଗୋଟଉଛୁ? ତତେ କଣ ଜଣା ପଡିଥିଲା? ଏ ବାବୁଲି ଝିଅ କୋଉଠି ଭାଗ୍ୟରେ ଥିଲା। ବୋପା 5 ଲକ୍ଷ ଟଙ୍କା ଦେଇପାରୁନି। ଯୌତୁକ ଫୁଟାଳି ଝିଅ। ବାଳିକା ରୋଗଟା କୋଉଠି ଥିଲା? ଚଞ୍ଚଳ କାମ ସାରିକି ମତେ ଖାଇବାକୁ ଦବୁ। ଭୋକ ହେଲେ ଚୁନା ଶାଗ କରିବୁ। ଆଉ କୋଉଠି ଶାଗ ପାଉ? ଏତିକି ଶାଗ ଥାଉ କେତେବେଳୁ ବୁଲିଲିଣି। ରୋଷେଇ ଯାଇ ସାରିଦେବି ଖରା ହଉଛି। ହେଇଲୋ ଆଣ୍ଟା ବଢିଆ କଣ କିଲୋ ଅନେଇଛୁ? ହେଇଲୋ ଚୁନା ପାକା ଶାଗ ହବ। କେତେ ପ୍ରକାର ଶାଗ ବାଇରେ ଅଛି ଦେଖିଲୁ। ଖଡା ଶାଗ, କୋଶଳା ଶାଗ, ପୋଇ ଶାଗ, ସୁନସୁନିଆ ଶାଗ, କେତେ ପ୍ରକାର ଶାଗ। ହେଇଲୋ ଆମେ କହୁଛୁ ତୋଳି ଆଇଲେ ବୁଲି ଆଇଲେ ଖାଇଲା ବେଳକୁ ତ ଏତିକି ଖାଉଛୁ। ବୁଲି ଆଇଲେ ତ କେତେ ଶାଗ ତୋଳିବି। ଚଞ୍ଚଳ କରିକି ମୁଁ ଖାଇବି। ପାନ ସରିଗଲି ମୁଁ ଆଉ ଘରେ ଖାଇଦିଏ। ହେଇଲୋ ଭଲ ସୁଁ ହବାକୁ ଜାଗା ମିଳିଗଲା। ତତେ କୋଉଠି ମିଳିଲାନି? କେତେବେଳୁ ଆଇଲୁ? ତତେ ବାହାନା କରି ବାରିଆଡେ ଆସି ବଇଛୁ। ତୋ ବୋପା ତ 5 ଲକ୍ଷ ଟଙ୍କା ଦେଲାନି। ଝିଅର ଫୁଟାଣି ବାବୁଲି ବୋପା 5 ଲକ୍ଷ ଟଙ୍କା ଦେଲାନି। ଓହୋ 85 ବର୍ଷ ବୟସରେ ଆଉ ମୁଁ ଟିକେ ସଜଡ଼ା ସଜଡ଼ି ହେଇଯାଏ। ଭଲ ଚାକରାଣୀଟା ପାଇଗଲି। ଭଲ ଚାକରାଣୀଟା 5 ଲକ୍ଷ ଟଙ୍କା ପାଛେ ନଦଉ ବୋପା ଏମିତି ଜୀବନ ସାରା ସେ ଖଟିବ। ମୁଁ ଯେତେ ଦିନ ରହିବି ରାଣୀ ହେଇକି ଖାଇବି ଆଉ ରାଣୀ ହେଇକି ଶୋଇବି। ଏମିତି ସଜବାଜ ହେଇଥିବି। ଏଇଟା ଦାମ 3 ଭରି। କରିଥାଲ କାମ। ସକାଳୁ ଆଜି ବାରି ସାରା ବୁଲି ବୁଲି ଚୁନା ପାକା ଶାଗ କରିବି ବୋଲି ସବୁ ଶାଗ ତୋଳି ଆଣିଛି। ଆଉ ବୋଉଙ୍କର ଆଜି ଆଦେଶ ସଜନା ଛୁଇଁର ଝୋଳ ଆଉ ଚୁନା ପକା ଶାଗ ଆଉ କାଞ୍ଜି କରିବି ବୋଲି। ଯଦି କରୁ କରୁ କିଛି ଭୁଲ ହେଇଗଲା
ଯଦି ଛୋଟ ପିଲା ମୁଁ ଜାଣିପାରିବି ଭୁଲ ହେଇଗଲା ବୋଉ ଆଉ ମତେ ରଖିପାରିନି ମୋ ଚୁଟିକି ଛିଙ୍କି ଆଜି ଛିଡେଇ ଦେବେ ଏତେ କଷ୍ଟ ଦଉଛନ୍ତି କେମିତି ସହିବି। ବୋଉ ମୁଁ ରଜ ସାବିତ୍ରୀରେ ଆସିଗଲି ଘରକୁ। ଭାଉଜ ପ୍ରଣାମ। ବୋଉ ତ ଏଇଠି ବସିଛୁ କେମିତି ଅଛି କହିଲୁ ମନ କାହିଁ ଦୁଃଖ କରୁଛୁ? ଭାଉଜ ଭାଉଜ ତ ଶାନ୍ତି ଦବ କାହିଁ ଆଉ ତୁରୁ କେଜାଣି। ଆଉ ଭାଉଜ ଭାଉଜ କଣ ଏମିତି ଲୁଗା ପିନ୍ଧୁଛନ୍ତି ଏମିତି କଳାମଳା ହେଇଛନ୍ତି କଣ ହେଇଛି କି ବୋଉ ତୁ କହିଲୁ? ଗୋପା ତ 5 ଲକ୍ଷ ଟଙ୍କା ଦେଲାନି ଆଉ ରଜ ସାବିତ୍ରୀ କଥା ପଛକୁ ଛାଡ। ଆଉ ଲୁଗା କଣ ପିନ୍ଧିବ ସେ ଯାହା ଅଛି ତାହା ପିନ୍ଧିବ। ମୁଁ ତା ପାଇଁ ଗୋଟେ ଗୋଟେ କିଣିକି ଆଣିବି। ଆଉ ଭାଉଜ ମୁଁ ଗୋଟେ ଏତେ ବାଟରୁ ଆସିଛି ଟିକେ ମତେ ବସିବା ପାଇଁ କହୁନ କି ଟିକେ ପାଣି ଥଣ୍ଡା ପାଣି ଗ୍ଲାସ ଟେ ବି ଦଉନ। ଓହୋ ସେତିକି ଆସି ଖାଲି ବକ ବକ ହଉଛୁ। ତୁ ଆସେ ବସ ଟିକେ କଣ ଖା ତାପରେ ସବୁ କଥା କହିବି। ବୋଉ କହିଲୁ ତୋର କଣ ହେଇଛି? ତୋର ବି ଗୋଟେ ଝିଅ ଅଛି ନା ନାଇଁ? ତୁ ସବୁବେଳେ ଖାଲି ସେଇ ପର ଝିଅଟା ଧରି କହିବାଟା ଭଲ ନୁହେଁ। ଆରେ ଝିଅ ଭଲ ସବୁଠାରେ ଭଲ ଆଉ ଯିଏ ଖରାପ ସବୁଠାରେ ବି ଖରାପ। ଆଉ କଣ ତା ନାଟା ଖାଲି ଭଲ କହିବି? କଣଟା ସିଏ ଆଣିଛି ତାକୁ ଭଲ ପାଇବି? କୋଉ ଗୁଣରେ ଭଲ ନା କୋଉଥରେ ସେ ଭଲ? ସେତିକି ବେଳୁ କେବଳ ଭାଉଜଙ୍କର ଚର୍ଚ୍ଚା ଆଉ କିଛି ନାହିଁ। ତୁ ବି ଗୋଟେ ଝିଅ ଜନ୍ମ କରିଛୁ ତୋ ଝିଅ ବି କାହା ଘରେ ଯାଇ ରହିଛି ତାଙ୍କୁ କେତେ କଷ୍ଟ ଲାଗୁଛି ତାଙ୍କ ଘରେ ସେମିତି କହିବେ ତୋର ଟିକେ ବିଚାର ନାହିଁ। ଝିଅ ବୋଧେ ଠିକ କହିଛି ମୁଁ ବିଚରା କେତେ କଷ୍ଟ ଦେଲି ଏଇଟା ମୋର କହିବା ଠିକ ନଥିଲା। ମତେ ତୋ କଥା ଭାବିଲା ମତେ ଘୃଣା ଲାଗୁଛି। ତୁ ସବୁବେଳେ ଗୋଟେ ଝିଅଟା ଗୋଟେ ଶାନ୍ତିରେ ରଖେଇ ଦଉନି। ସେ ଗରିବ ଘର ବୋଲି ତୋର ମନ ନାହିଁ। ବିଚରା ମୋ ବୋହୂକୁ କେତେ କଷ୍ଟ ଦେଲେ ତା ବାପକୁ ସେମିତି କଷ୍ଟ ହେଇଥିବ। ଯଦି ମୋ ଝିଅକୁ ତା ଶାଶୁଘର ମାନେ ଏମିତି କଷ୍ଟ ଦେଇଥାନ୍ତେ ମତେ କେତେ କଷ୍ଟ ଲାଗିଥାନ୍ତା। ମୁଁ ବଡ ଭୁଲ କରିଛି। ଯୌତୁକ ଦବା ନବା ଏଇଟା ବଡ ଭୁଲ। ଯୌତୁକ ପାଇଁ ଏମିତି କେବେ କରିବାନି। କେହି ବି କରନି। ମୋ ଭୁଲ ମୁଁ ବୁଝିପାରିଛି। ଭିଡିଓଟି କେମିତି ଲାଗୁଛି ଶେଷ ଯାଇ ଦେଖ ଆଉ ଗୋଟେ ଛୋଟିଆ କମେଣ୍ଟ ଦିଅ ଆଉ ଟିକେ ହସି ଦିଅ। ଇଏ ଥିଲା ଅଭିନୟ। ଜୟ ଜଗନ୍ନାଥ ପିଲାମାନେ ଜୟ ଜଗନ୍ନାଥ। ସମୁଦି ଆଜି ଆସିବେ। ଆଜିକି 3 ବର୍ଷ 4 ବର୍ଷର ବାହାଘର ହେଇଗଲା। ମୁଁ ସବୁବେଳେ ମୋ ବୋଉକୁ ପାଟି କରୁଛି ସକାଳୁ ସନ୍ଧ୍ୟା ଯାଇ ଖଟଉଛି। କୋଉଥିରେ ସେ ମୁଁ ପ୍ରତିବାଦ କରିନି। ସବୁବେଳେ କହିବ ବୋଉ ମତେ ଏତେ ଟଙ୍କା ମାଗନି ମୋ ବାପ ଏତେ ଦେଇପାରିବନି। ମୁଁ ହେଲି ଯାହା ହେଲେ ଶାଶୁ ହେଲେ ବି ଜଣେ ମା। ମୋର ଯଦି ଝିଅ ହେଇଥାନ୍ତା ମୁଁ ତାକୁ ଏତେ କଷ୍ଟ ଦେଇଥାନ୍ତି ନା। ମୁଁ ତାକୁ ସବୁବେଳେ ବାବୁଲି ଝିଅ ଡାକେ। ଆଜି ମୁଁ ତା ନାଁ ଧରି ଡାକିବି ବୋହୂ ବୋଲି ଡାକିବି। ବୋହୂ ବୋହୂ ଆଜ୍ଞା ଆସିଲୁ ଆସିଲୁ। ଖାଇବା ଖରାପ ହେଇଛି। ରୋଷେଇରେ ମନ ନାହିଁ? ଯଦି ରୋଷେଇରେ ମନ ନାହିଁ ଯା ଶୋଇବୁ ଯା। ମୁଁ ରୋଷେଇ କରିବି। ମୁଁ କରିଥିଲି ଭଲସେ ଚୁନା ପକା ଶାଗ ଆଉ କାଞ୍ଚି ଆଉ ଛୁଇଁ ଆଉ ଝୋଳ। ଏଠି ବସିଲୁ ଏଠି ବ ଏଠି। ମୁଁ ଖାଇବିନି। ତୋ ମୁଣ୍ଡରେ ଟିକିଲି ଘଷି ହେଇଛି ଲଗା। ବସ। କଣ ଏମିତି ରୋଷେଇ କରୁଛୁ? ତୋ ବାପା ଆଜି ଆସିବଟି? ଚୁନା ପକା ଶାଗ କାଞ୍ଜି ବଡି ସଜନା ଛୁଇଁ ଆଳୁ ଝୋଳ ହେଲା ଭଜା ସଜନା ଛୁଇଁ ଆଳୁ ଭଜା ଆଜି ଖାଇବାକୁ ଦେଇଦବୁ ହେଲା। ରଖିଛୁ ତାଙ୍କ ପାଇଁ କି? ଖା। ମୁଁ ଖାଇବିନି। ଆରେ ଭାତ ଆଣିବ ଖା। ଆଜି ମୋ ହାତରେ ଖାଇବି। ଶୁଣୁ ମୁଁ ଘରେ ସବୁ କାମ କରିବି ସବୁ କିଛି କରିବି। ଆରେ ତୁ କାମ ତ କରିବୁ ଆଗ ତୁ ଖାଇସାରେ ତାପରେ କଥା ହବା। ଖାଇବିନି ବୋଉ ପରେ ଖାଇବି। ତୁ ଚୁନା ପକା ଶାଗ ପୁରା କୋଉଠି ଭଲ ପାଉ ଖାଇଲୁ। ତୁମେ ଆଉ ମୋ ବାପା ଭାଇ କିଛି କହିବନି ତ? ଆରେ ମୁଁ ନା କିଛି କହିବିନି। 4 ବର୍ଷ ହେଲା ତ ବାପା ଦେଲେନି ଆଉ କହିଲେ କଣ ତୁ ସବୁଦିନ ବୋହୂ କଲି ମୋ ପାଖରେ ରହିବୁ। ମୁଁ ସବୁବେଳେ କଣ କହୁଥିବି? ପିଲା ଏଇଟା ଅଭିନୟ ଥିଲା
ହେଲେ କେମିତି ଲାଗୁଛି ଚୁନା ପକା ଶାଗ ସମ୍ଭାଳି ପାରୁନି ବହୁତ ଭଲ ପାଏ ତା ସକାଶେ ମୁଁ ଚୁନା ପକା ଶାଗ କରେ ଚିକେନ ଭଲ ପାଏ ଆଉ ଚୁନା ପକା ଶାଗ ମାଛ ଅଳ୍ପ ଖଣ୍ଡ 2 ଖଣ୍ଡ ଖାଇବ ଗରମ ଯେ ବହୁତ ଗରମ ଏତେବେଳେ ଆମେ ଖାଇନୁ 2:30 ବାଜିଗଲେଇଁ ଆସ ଖାଇବା ଆମେ ଶାଶୁ ବୋହୂ ଖାଇବୁ କଥା ହବୁ କୋହଲା ରଜ ମାନେ ସାବିତ୍ରୀ ଟାଇମଟା କୋହଲା ପାଗ ହଉଛି ଆଉ ଏ ଭିଡ଼ିଓଟା ଯଦି ଭଲ ଲାଗୁଛି ଟିକେ ଦେଖିକି ହସି ଦିଅ ଆମେ ଯାଉଛୁ ଖାଉଛୁ କେମିତି ଲାଗୁଛି ଆଜି ଭିଡ଼ିଓ ଗାଉଟେ ଆଜି କାମ ଟିକେ ଯୋଉ ଏପଟ ସେପଟେ ଜୋରରେ ମୁଁ ବହୁତ ଅଇଁଠା କରିଦେଇଛି ଭିଡ଼ିଓ ଦେଇଦେଲି ଠାକୁରଙ୍କ ଘରେ ଦେଇପାରିବିନି ଟିକେ ଖାଇଦିଅ ଭଲ ହେଇଛି ଗୋଟେ ବଡି ଚୁନା ଥୁଆ ହେଇଛି ନଷ୍ଟ ହେଇଗଲେ